କରିଛି ସବୁ ମୋ ଅପା ଜେଜ ମିଶିକି ସବୁ ଚେଙ୍କା ପୁଡ଼ା କରିଛନ୍ତି। अच्छा बापा माँ नाହାନ୍ତି କି? ବାପା ମାଙ୍କୁ କେବେ ଦେଖିନି। ହଁ ଜେଜେବାପା ଜେଜେ ବାଉ ଅପା ଯିଏ ଅଛନ୍ତି ସେମାନେ କାହିଁକି ତମକୁ ମାରପିଟ କରନ୍ତି? ଘର କାମ କରେନି ବୋଲିକି। ଘର କାମ କଣ ସବୁ କରାନ୍ତି ଆପଣ? ବାସନ ମଜାନ୍ତି ହାଣ୍ଡି ମଜାନ୍ତି ଆଉ ଘର କଣ? କାମ କରାନ୍ତି। ଗୋଟେ 7 ବର୍ଷର ଛୋଟ ଝିଅ ତାର ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ସବୁଠି ଆଘାତର ଚିହ୍ନ ତା ଗୋଡରେ ଚେଙ୍କ ଲାଗିବାଠୁ ଆରମ୍ଭ ହୋଇ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଫାଟିବା ଆଉ ତାদের ଷ୍ଟିଚ୍ ପଡିବା ଭଳି ଚିତ୍ର ଦେଖିବାକୁ ମିଳିଛି। ଆଉ ଏହି ଘଟଣା ବର୍ତ୍ତମାନ ରିପୋର୍ଟ କରାଯାଇଛି ଶହୀଦନଗର ପୋଲିସ ଷ୍ଟେସନରେ। ଆଉ ସେ ଛୋଟ ଝିଅ ଆମ ସହିତ ରହିଛି ତା ସହିତ ଆଲୋଚନା କରିବା ଯେ ଏଇ ଯୋଉ ଚିତ୍ର ତା ପ୍ରତି ଦେଖିବାକୁ ମିଳୁଛି ଯାହା ହୃଦୟ ବିଦାରକ ରହିଛି ତା ପଛରେ କଣ ରହିଛି କାରଣ ଏହାକୁ କୌଣସି ପ୍ରକାର ତାକୁ ଆଟାକ୍ କରାଯାଇଛି ବା କଣ ରହିଛି ତା କାରଣ ତା ପଛରେ ବୁଝିବା। ମାନେ ଆମେ ଦେଖୁଛୁ ଗୋଡରେ ଦାଗ ହୋଇଛି ହାତରେ ଦାଗ ହୋଇଛି କେମିତି ଦାଗ ହେଲା ଏସବୁ ଜିନିଷ? ମୋ ଅପା କରିଛି ସବୁ ମୋ ଅପା ଜେଜ ମିଶିକି ସବୁ ଚେଙ୍କା ପୁଡ଼ା କରିଛନ୍ତି। ଆଚ୍ଛା ବାପା ମା ନାହାନ୍ତି କି? ବାପା ମାଙ୍କୁ କେବେ ଦେଖିନି। ହଁ ଜେଜେବାପା ଜେଜେ ବାଉ ଅପା ଯିଏ ଅଛନ୍ତି ସେମାନେ କାହିଁକି ତମକୁ ମାରପିଟ କରନ୍ତି? ଘର କାମ କରେନି ବୋଲିକି। ଘର କାମ କଣ ସବୁ କରାନ୍ତି ଆପଣ? ବାସନ ମଜାନ୍ତି ହାଣ୍ଡି ମଜାନ୍ତି ଆଉ ଘର କଣ? କାମ କରାନ୍ତି। ଆଚ୍ଛା ଓଳାଓଳି ନ କଲେ ଚେଙ୍କି ଦିଅନ୍ତି। କେମିତି ଚେକ୍ କରନ୍ତି ତମକୁ? ଲୁହା ଚେଙ୍କ କରନ୍ତି। ଆଉ ମୁଣ୍ଡ କେମିତି ଫାଟିଲା ମୁଣ୍ଡରେ ବି ତ ଷ୍ଟିଚ୍ ପଡିଛି? ମୁଣ୍ଡ ଏଥିପାଇଁ ବାର କହିଲେ ତୁ ବସି ବସିଆ ଖାଇକି କଣ କରିବୁ କହିକି ଏଇ ପ୍ରେସର କୁକର ଧରିକି ବାଡ଼େଇ ଦେଲେ। ମୁଁ ବେହୋସ ହେଇକି ପଡ଼ିଗଲି। ତାପରେ ଉଠିଲା ଆସିକି ରକ୍ତ ପଡ଼ିଛି ସବୁଆଡ଼େ ତାପରେ ସିଲେଇ ପଇଲା। ତାପରେ ଆସିକି ଆହୁରି ବାଡ଼େଇଲେ ଘରେ ତାଲା ପକେଇକି ତମେ ମାନେ ବାପା ମା ଖାଇବାକୁ ବି ଦେଲେନି। ଆଜି କଣ ଖାଇଛ ତମେ? ଆଜି ଭାତ ଡାଲମା ଖାଇଛୁ। ଥାନାକୁ ଆଜି ଦେଲ କମ୍ପ୍ଲେନ ଦେଲ? ଆଜ୍ଞା ଜେଜେବାପା କାହିଁକି ବାଡାପିଟ କରନ୍ତି ସେ ଝିଅ ଯିଏ ଅଛନ୍ତି ଅପା ଯାହା କଥା କହୁଛ ସେ କିଏ? ସେ ମୋ ଜେଜେଙ୍କର ଝିଅ କହୁଛନ୍ତି କିନ୍ତୁ ସେ ଭଲ କାମ କରନ୍ତିନି ଖରାପ କାମ କରେ ମୁଁ ଦେଖିଛି। ସବୁବେଳେ ମାରପିଟ କରନ୍ତି ନା କେବେ କେବେ ଏମିତି ମାର? ସବୁବେଳେ ବାଡ଼ାପିଟା କରନ୍ତି। କଣ କୁହନ୍ତି କିଛି ଯେ କାହିଁକି? ମତେ ବହୁତ ଖରାପ ଭାଷା କୁହନ୍ତି। ତମେ ଏବେ ପଢାପଢି କରୁଛ ନା ପଢାପଢି ବନ୍ଦ କରିଦେଇଛନ୍ତି? ପାଠ ପଢ଼ଉନାହାନ୍ତି। ସ୍କୁଲ ଫୁଲ ବି ଯାଉନ? ନା ଘରେ ବସି ପଢାପଢି କିଛି କରିବା? ମତେ ପାଠ ପଢ଼ଉନାହାନ୍ତି ଘରେ ବସିକିରି ପାଠ ପଢ଼ାନ୍ତିନି। କହୁଛନ୍ତି ତୁ ପାଠ ପଢ଼ି କଣ କରିବୁ ତୁ ତ ବେଶିଆ କାମ କରିବାକୁ ଆମେ ଛାଡ଼ିବୁ। ଏମିତି କୁହନ୍ତି ତମକୁ? ତଣ୍ଟି ବି ଧରି ଦିଅନ୍ତି। ଆଉ ଜେଜେବାପା ସେ ଯିଏ ଅପା କଥା କହୁଛନ୍ତି ଦି ଜଣଙ୍କୁ ଛାଡିଲେ ଆଉ କିଏ ମାରପିଟ କରନ୍ତି ଆପଣ? ନା ଆଉ କିଏ କରନ୍ତିନି ମାଡ଼ପିଟ। ନିଶ୍ଚିତ ଗୋଟେ ହୃଦୟ ବିଦାରକ କଥା ଯୋଉଠି ଗୋଟେ ଛୋଟ ଛୁଆକୁ ବେଶ୍ୟା କରିଦେବ ବୋଲି କୁହନ୍ତି ତା ଗୋଡ ହାତରେ ଚେଙ୍କ ଲଗେଇ ଦିଅନ୍ତି ଏଇଭଳି ଚିତ୍ର ଯେତେବେଳେ ଆସୁଛି ସାମ୍ନାକୁ ତାହା ଦର୍ଶଉଛି ଯେ କେତେ ଭୟଙ୍କର ଏଇ ଛୋଟ ଛୁଆର ଛୋଟ ଶୈଶବ ମୁହୂର୍ତ୍ତ। ଆମେ ମ୍ୟାଡାମଙ୍କ ସହିତ ପରିଚୟ ପଚାରି ବୁଝିବା। ମ୍ୟାଡାମ ଆପଣ ରିପୋର୍ଟ କରିବା ପାଇଁ ଛୁଆକୁ ଧରିକି ଆସିଲେ କୋଉଠୁ ପାଇଲେ କାହିଁକି ଏଇ କଥା ଯେତେବେଳେ ଆମେ ଦେଖୁଛୁ ଆମ ନିଜ ଲୋମ ବି ଟାଙ୍କୁଳି ପଡୁଛି ଯେ ଗୋଟେ ଛୁଆ ପ୍ରତି ଏଇଭଳିଆ ଅମାନସିକ ଅତ୍ୟାଚାର ହଉଛି। ତ ଦି ଜଣ ଭଦ୍ର ବ୍ୟକ୍ତି ଏ ଝିଅଟିକି ପାଇଥିଲେ ଆମର ଶହୀଦନଗର ଏରିଆ ଯୋଉ ଶିବ ମନ୍ଦିର ଥିଲା ସେ ଶିବ ମନ୍ଦିର ପାଖରେ ଝିଅଟା ବସି କାନ୍ଦୁଥିଲା। ତ ସେ ଦି ଜଣ ଭଦ୍ର ବ୍ୟକ୍ତି ଯିଏ ଗୋଟେ ଲୋକ ବହୁତ ଅଛନ୍ତି ସେ ପାଇକିରି ଆମକୁ କଲ୍ କରିଥିଲେ। ତାପରେ ଆମେ କହିଲୁ ଥାନାରେ ଆଣି ହ୍ୟାଣ୍ଡ ଓଭର କରିଦିଅନ୍ତୁ ଆମେ ଯାଇ ସାଙ୍ଗେ ସାଙ୍ଗେ ପହଞ୍ଚୁଛୁ। ତ ଆମେ ଆସି ପହଞ୍ଚିଲା ପରେ ଦେଖିଲୁ ଝିଅଟିକି ଆଉ ଝିଅ ସହିତ କଥା ହେଲୁ। ଝିଅଟି କହିବା କଥା ତାର ବାପା ମା କିଏ ସେ ଜନ୍ମରୁ ଜାଣିନି କି ଦେଖିନି କି ଜାଣିନି କିନ୍ତୁ ତାର ଜେଜ ଯିଏ ତାକୁ ବହୁତ ଭଲ ପାଉଥିଲେ କିନ୍ତୁ ଏବେ ତାର ଗୋଟେ 25 ବର୍ଷର ଝିଅଟେ ଆସି ଜେଜେଙ୍କ ପାଖରେ ରହୁଛି। ତ ତାଙ୍କ ଇଏରେ ଏ ଝିଅକୁ ବାଡେଇଛନ୍ତି ତାର ମୁଣ୍ଡ ଫାଟି ଯାଇଛି ଷ୍ଟିଚ୍ ପଡିଛି ତା ଲୁହା ରଡ ତତାନ୍ତି ତା ଦେହ ସାରା ସବୁ ଚେଙ୍କ ଦେଇଛନ୍ତି ଆପଣ ମାନେ ବି ଦେଖୁଛନ୍ତି। ଆମେ ମଧ୍ୟ ଦେଖୁଥିଲୁ ତା ପିଠି ତା କାନ୍ଧ ତା ଗୋଡ ଇଭେନ୍ ତାର ଆଗପଟ ଯୋଉ ପାର୍ଟ ରହିଛି ଯାହା ସବୁ ରହିଛି ସେ ସବୁ ଜାଗାରେ ବି ହେଇଛି ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଏଇ ଯୋଉ ଚିତ୍ର କେମିତି ଦେଖୁଛନ୍ତି ଆପଣ କାହିଁକିନା 7 ବର୍ଷର ଛୁଆ ତାପରେ ତାକୁ ଅମାନସିକ ବ୍ୟବହାର କରିବା ତାକୁ ବେଶ୍ୟା କରିଦେବୁ ବୋଲି କହିବା ଏଇଭଳି ଜିନିଷ କେମିତି ଦେଖୁଛନ୍ତି କାହିଁକିନା ଆପଣ ବର୍ତ୍ତମାନ ସମାଜ ସେବା କ୍ଷେତ୍ରରେ ବି କାମ କରୁଛନ୍ତି। ନିହାତି ତ ଏଇଟା ଗୋଟେ ନିନ୍ଦନୀୟ ଜିନିଷ ଆଉ ତ ଛୋଟ ଛୁଆଟିଏ ସେ ଯେତିକି ପନିଶମେଣ୍ଟ ପାଇଛି ବା ଯେତିକି ଇଏ ପାଇଛି ତ ନିଶ୍ଚୟ ଏଇଟା ଦୁଃଖର କଥା। ଆପଣ ଆଜି ଶହୀଦନଗର ଥାନା ଆସିଲେ ଅଭିଯୋଗ କଲେ ପୋଲିସ ପର୍ଯ୍ୟନ୍ତ କଣ କଥା ଗଲା କାହିଁକିନା ଏହାପରେ ପୋଲିସ ଡାକିବ ଇନଭେଷ୍ଟିଗେସନ ଭିତରେ ଭର୍ତ୍ତି କରିବ? ନିଶ୍ଚୟ ସାର୍ ଆଜି ତ ଟିକେ ସମୟ ହେଇଗଲାଣି ଆମେ ସିଡ୍ୟୁଲ ସେ ପୁଟ୍ ଅପ୍ କରି ତାକୁ ଗୋଟେ ସେଲ୍ଟର ହୋମରେ ଛାଡ଼ିବୁ।
तो आज रिपोर्ट दे पानु काली आम जहाँ भी जेजा आ जो अपा से दी जन को एगेन्स्ट आम गोटे रिपोर्ट दबू शहीदनगर थाना आई सार सहित कथा हो सार भी राजी अच्छा सार भी कहते आनी रिपोर्ट दिंतु दृढ़ कार्यानुष्ठान ग्रहण करा दरकार कार्यानुष्ठान नवा उचित निश्चित दृढ़ कार्यानुष्ठान नबार आवश्यकता रही दृढ़ कार्यानुष्ठान नबार आवश्यकता ये रही गोटे छोट छुआ जार जीवन जहाँ को आम कहे आगामी दिन भविष्य से छुआ क्षेत्र में ये चित्र घटुची चेंक देवाठ आरंभ कर मुंड पटेवा ता पुणी प्रेसर कुकर झील कांदी कांदी तार कंठरे कहूँ समस्त लोम टांगुवाई यथेष्ट रही तेरे या प्रति शहीदनगर थाना कौन एक्शन नौ जेजेबापा आ जो अपा कथाकथित अपा जी रही से दिन को डाकिकी इन्वेस्टिगेशन बा तदारक करुच्ची ना एमान प्रति किसी भाव देखिए केस को दबाई देवाई चेष्टा करुच्ची तारी पर समस्त नजर हो भुवनेश्वर कैमरा पर्सन सुरेश स्तुति रंजन प्रधान कनक न्यूज।